ओम शांति ओम शांति। आज महावाक्य पढ़िबा पूर्वर बा महावाक्य आमे आत्मा माने सुनिबा पूर्वर प्रथमे प्यार बापदादा को आ प्यार शिवबाबा को गुड मॉर्निंग जणाइबा। मिठा बाबा आपण को गुड मॉर्निंग, बापदादा को मध्य गुड मॉर्निंग, सबू आत्मा भाई भौणी मान को मध्य गुड मॉर्निंग। 23/4/2026 प्रातः मुरली ओम शांति बापदादा मधुबन। आज मिठा बाबा तांका मिठा संतान मान को कौन निर्देश देइछन्ते। मिठा बाबा कहते, मिठे बच्चे परम प्रिय भोलानाथ बाबा तुम मानक सम्मुखरे बसिचंती। तुमे तांको स्नेहर सहित मने पकाओ, तेबे तांको प्रति आकर्षण बढ़ी बढ़ी चलिबो एवं सबु विघ्न समाप्त होई जिवो। बाबा आज कौन कहले, हे मोर मिठा संतान माने, परम प्रिय भोलानाथ बाबा तुम मानक सम्मुखरे बसिचंती। भोलानाथ बाबा किए ना आमर आत्मिक पिता स्वयं भगवान शिव बाबा। तेणु बाबा आसिकरी पिता रूपरे, शिक्षक रूपरे, सद्गुरु रूपरे, तीन रूपरे तुम सामने बसिचंती। तेणु तुमे तांका सहित जेते स्नेह रा डोर बांधी दब, मजबूत रखिब, जेते पूरा तांका प्रति प्रीति बुद्धि रखिक जेते तुमे तांकर आकर्षण रे आकर्षित हब, तांका सहित जेते तुमे स्नेह रे तुम स्नेह बढ़ी बढ़ी चलिब, सबु विघ्न समाप्त हो जिवो। आउ जहाँ सब विघ्न आसुची तुम सामना को सी आसबनी। तुम्हें बहुत सुरक्षित रहिब, निज को सुरक्षित अनुभव करियो। प्रश्न, ब्राह्मण संतान मानकर केउ कथा सर्वदा स्मृति रे रहिले केबे भी विकर्म हेब नाही। प्रश्न, ब्राह्मण संतान मानकर केउ कथा सर्वदा स्मृति रे रहिले केबे भी विकर्म हेब नाही। उत्तर, जेउ कर्म मु करिबी मोते देखि अन्य माने मध्य करिवे। एही कथा स्मृति रे रहिले विकर्म हेब नाही। जदि केही लुचि छपी मध्य पाप कर्म करुछन्ति किंतु धर्मराज पाखरे लुचि रही पारिबो नाही, तुरंत तार दंड मिल जिवो। आगुकु गले आहुरी अधिक कड़ा नियम होई जिवो। एही इंद्र सभा रे कोनोसी पतित लुचि छपी बसी पारिबे नाही। बाबांकर इंद्र सभा होची एई रुद्र ज्ञान यज्ञ रे जो ब्राह्मण माने सहयोगी बनिबे से सच्चा ब्राह्मण होगा दरकार। संपूर्ण पवित्रता हेबा दरकार, जेमती अपवित्रतार अंश टिके नथिबो। तेणु जदि इंद्र सभा रे बसिले सभा अशुद्ध हबो। तेणु से मानको इंद्र सभा रे बसिया पई नियम नाही, आगु को कड़ा नियम हेबो। गीत भोलानाथ से निराला। ओम शांति। मिठा मिठा रुहानी संतान माने जानिछन्ति जे एबे रुहानी बाबा आमको ए सृष्टिर आदि मध्य अंतर ज्ञान सुनाउछन्ति। तांकर नाम ही होची भोलानाथ।
ଲୌକିକ ପିତା ବହୁତ ଭୋଳା, ଏତେ କଷ୍ଟ ସହି ମଧ୍ୟ ପିଲାମାନଙ୍କୁ ପଢ଼ାଇଥାନ୍ତି। ସମ୍ଭାଳିଥାନ୍ତି। ପୁଣି ଯେତେବେଳେ ପିଲାମାନେ ବଡ଼ ହୋଇଯାଆନ୍ତି ସେତେବେଳେ ତାଙ୍କୁ ସବୁ କିଛି ଦେଇ ଦେଇ ନିଜେ ବାନପ୍ରସ୍ଥ ନେଇଯାଇଥାନ୍ତି। ଭାବିଥାନ୍ତି ଯେ ଆମେ ଆମର କର୍ତ୍ତବ୍ୟ ପୂରା କଲୁ, ଏବେ ପିଲାମାନେ ସବୁ କିଛି ବୁଝିବେ। ତେଣୁ ପିତା ଭୋଳା ହେଲେ ନା, ଏ କଥା ମଧ୍ୟ ବାବା ଏବେ ତୁମମାନଙ୍କୁ ବୁଝାଉଛନ୍ତି। କାହିଁକି ନା ସିଏ ସ୍ୱୟଂ ଭୋଳାନାଥ ଅଟନ୍ତି। ଲୌକିକ ପିତାଙ୍କ ପାଇଁ ମଧ୍ୟ ବୁଝାଉଛନ୍ତି ଯେ ସିଏ କେତେ ଭୋଳା ଅଟନ୍ତି। ସିଏ ହେଉଛନ୍ତି ହଦର ଭୋଳାନାଥ, ଇଏ ପୁଣି ହେଉଛନ୍ତି ବେହଦର ଭୋଳାନାଥ ବାବା। ପରମ ଧାମରୁ ପୁରୁଣା ଦୁନିଆ ପୁରୁଣା ଶରୀରରେ ଆସୁଛନ୍ତି। ସେଥିପାଇଁ ମନୁଷ୍ୟମାନେ ଭାବୁଛନ୍ତି ଯେ ସିଏ ପୁରୁଣା ପତିତ ଶରୀରରେ କିପରି ଆସିପାରିବେ। ନ ବୁଝିବା କାରଣରୁ ପବିତ୍ର ଶରୀରଧାରୀ ଶ୍ରୀକୃଷ୍ଣଙ୍କର ନାମ ରଖିଦେଇଛନ୍ତି। ଏହି ଗୀତା, ବେଦ, ଶାସ୍ତ୍ର ଆଦି ପୁଣି ମଧ୍ୟ ଲେଖା ହେବ। ଦେଖ ଶିବ ବାବା କେତେ ଭୋଳା ଅଟନ୍ତି। ଯେତେବେଳେ ଆସୁଛନ୍ତି ଏହିପରି ଅନୁଭବ ହୁଏ ଯେପରି ବାବା ଏଇଠି ବସିଛନ୍ତି। ଏହି ସାକାର ବାବା ମଧ୍ୟ ଭୋଳା ଅଟନ୍ତି ନା। କୌଣସି ପୀତାମ୍ବରୀ ପାଟ ନାହିଁ କି କୌଣସି ତିଳକ ଆଦି ନାହିଁ, କିନ୍ତୁ ସାଧାରଣ ବାବା ତ ବାବା ହିଁ ଅଟନ୍ତି। ସନ୍ତାନମାନେ ଜାଣିଛନ୍ତି ଏହି ସବୁ ଜ୍ଞାନ ଶିବ ବାବା ହିଁ ଦେଉଛନ୍ତି। ଆଉ କାହାରି ଶକ୍ତି ନାହିଁ ଯିଏକି ଦେଇପାରିବେ। ଦିନକୁ ଦିନ ପିଲାମାନଙ୍କର ଲଗନ ବଢ଼ି ଚାଲିଛି। ଯେତେ ବାବାଙ୍କୁ ମନେ ପକାଇବ ସେତେ ସ୍ନେହ ବଢ଼ିବ। ସିଏ ଅତି ସ୍ନେହର ପିତା ଅଟନ୍ତି ନା। ତାହା କେବଳ ଏବେ ନୁହେଁ, କିନ୍ତୁ ତୁମେ ଭକ୍ତି ମାର୍ଗରେ ମଧ୍ୟ ଅତି ପ୍ରିୟ ବୋଲି ଭାବୁଥିଲ। କହୁଥିଲ ବାବା ଆପଣ ଯେବେ ଆସିବେ ମୁଁ ଆଉ ସମସ୍ତଙ୍କ ଠାରୁ ମୋହ ଛଡ଼ାଇ ଆପଣଙ୍କୁ ହିଁ ଭଲ ପାଇବି। ତୁମେ ଏବେ ବି ଜାଣୁଛ, କିନ୍ତୁ ମାୟା କେତେ ଭଲ ପାଇବାକୁ ଦେଉନାହିଁ। ମାୟା ଏପରି ଚାହୁଁନାହିଁ କି ଇଏ ମୋତେ ଛାଡ଼ି ବାବାଙ୍କୁ ମନେ ପକାଉ। ସିଏ ଚାହୁଁଛନ୍ତି ଯେ ଦେହ ଅଭିମାନୀ ହୋଇ କେବଳ ମୋତେ ଭଲ ପାଅ। ମାୟା ଏହା ହିଁ ଚାହୁଁଛି, ତେଣୁ ବହୁତ ବିଘ୍ନ ପକାଉଛି। ତୁମକୁ ବିଘ୍ନକୁ ପାର କରିବାର ଅଛି। ପିଲାମାନଙ୍କୁ କିଛି ତ ପରିଶ୍ରମ କରିବାକୁ ହେବ ନା। ପୁରୁଷାର୍ଥ ଦ୍ୱାରା ହିଁ ତୁମେ ନିଜର ପ୍ରାରବ୍ଧ ପାଉଛ। ପିଲାମାନେ ଜାଣିଛନ୍ତି ଉଚ୍ଚ ପଦ ପାଇବା ପାଇଁ କେତେ ପୁରୁଷାର୍ଥ କରିବାକୁ ହେବ। ପ୍ରଥମତଃ ବିକାରକୁ ଦାନ ଦେବାକୁ ହେବ। ଦ୍ୱିତୀୟତଃ ବାବାଙ୍କ ଠାରୁ ଯେଉଁ ଅବିନାଶୀ ଜ୍ଞାନରତ୍ନର ଧନ ମିଳୁଛି ତାହା ଦାନ କରିବାକୁ ହେବ। ଯେଉଁ ଅବିନାଶୀ ଧନ ଦ୍ୱାରା ହିଁ ତୁମେ ଏତେ ଧନବାନ ହେଉଛ। ଜ୍ଞାନ ହେଉଛି ରୋଜଗାରର ପନ୍ଥା। ତାହା ହେଉଛି ଦର୍ଶନ ଶାସ୍ତ୍ର। ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ। ଶାସ୍ତ୍ର ଆଦି ପଢ଼ି ମଧ୍ୟ ବହୁତ ରୋଜଗାର କରନ୍ତି। ଗୋଟିଏ କୋଠରୀରେ ଗ୍ରନ୍ଥ ଆଦି ରଖିଦେଲେ, ଅଳ୍ପ କିଛି ଶୁଣାଇଦେଲେ ବାସ୍ ରୋଜଗାର ହୋଇଯିବ। ତାହା କୌଣସି ଯଥାର୍ଥ ଜ୍ଞାନ ନୁହେଁ। ଯଥାର୍ଥ ଜ୍ଞାନ ଏକମାତ୍ର ବାବା ହିଁ ଦେଇଥାନ୍ତି। ଯେ ପର୍ଯ୍ୟନ୍ତ କାହାକୁ ଏହି ରୁହାନୀ ଜ୍ଞାନ ମିଳିନାହିଁ ସେ ପର୍ଯ୍ୟନ୍ତ
ଏହି ଦର୍ଶନ ଶାସ୍ତ୍ର ତାଙ୍କ ବୁଦ୍ଧିରେ ରହିଥାଏ। ସେମାନେ ତୁମ କଥା ଶୁଣନ୍ତି ନାହିଁ। ତୁମର ସଂଖ୍ୟା ବହୁତ କମ୍, ଏହା ତ 100% ନିଶ୍ଚିନ୍ତ। ଏହି ରୁହାନୀ ଜ୍ଞାନ ପିଲାମାନେ ରୁହାନୀ ବାବାଙ୍କ ଠାରୁ ନେଇଛନ୍ତି। ଜ୍ଞାନ ହେଉଛି ରୋଜଗାରର ପନ୍ଥା। ଯେମିତି ଯାହା ବାବା କହିଛନ୍ତି, ଯାହାର ଜ୍ଞାନ ଜୀବନରେ ଯିଏ ଜ୍ଞାନକୁ ଅର୍ଜନ କରିନି ତା ଜୀବନ ହେଉଛି ଅଧୁରା। ସେମିତି ବାବା କହିଲେ ଜ୍ଞାନ ହେଉଛି ରୋଜଗାରର ପନ୍ଥା। ପଦପଦବୀ ୟା ଉପରେ ନିର୍ଭର କରୁଛି, ପାଠ ଉପରେ। ଏହା ଦ୍ୱାରା ବହୁତ ଧନ ମିଳିଥାଏ। ଯୋଗ ହେଉଛି ସ୍ୱାସ୍ଥ୍ୟର ଉତ୍ସ, ଅର୍ଥାତ ଏହା ଦ୍ୱାରା ନିରୋଗୀ ଶରୀର ମିଳିଥାଏ। ଜ୍ଞାନ ଆଧାରରେ ଧନ ମିଳିଥାଏ। ଏହା ହେଲା ଦୁଇଟି ମୁଖ୍ୟ ବିଷୟ। ପୁଣି ତାହାକୁ କିଏ ଭଲ ଭାବରେ ଧାରଣ କରନ୍ତି, କିଏ କମ୍ ଧାରଣ କରନ୍ତି। ତେଣୁ କମ୍ ଧନ ମଧ୍ୟ କ୍ରମାନୁସାରେ ମିଳିଥାଏ। ଦଣ୍ଡ ଭୋଗ କରି ପଦ ପାଇଥାନ୍ତି, ସମ୍ପୂର୍ଣ୍ଣ ଯୋଗ କରନ୍ତି ନାହିଁ। ତେଣୁ ବିକର୍ମ ବିନାଶ ହୁଏ ନାହିଁ, ପୁଣି ଦଣ୍ଡ ଭୋଗ କରିବାକୁ ପଡ଼େ। ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ। ଯେପରି ସ୍କୁଲରେ ଦଣ୍ଡ ମିଳିଥାଏ, ଏହା ହେଉଛି ବେଦର ଜ୍ଞାନ। ଏହା ଦ୍ୱାରା ବେଢ଼ା ପାରି ହୋଇଯାଏ। ହଦର ଜ୍ଞାନରେ ବାରିଷ୍ଟରୀ, ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ହୁଏ। ଏହା ତ ଏକମାତ୍ର ପାଠପଢ଼ା। ଯୋଗ ଏବଂ ଜ୍ଞାନ ଦ୍ୱାରା ସଦା ସ୍ୱାସ୍ଥ୍ୟବାନ ଏବଂ ଧନବାନ ହୁଅନ୍ତି, ରାଜକୁମାର ହୋଇଯାଆନ୍ତି। ସ୍ୱର୍ଗରେ କେହି ବାରିଷ୍ଟର, ଜଜ୍ ଆଦି ହୁଅନ୍ତି ନାହିଁ। ସେଠି ଧର୍ମରାଜର ମଧ୍ୟ ଦରକାର ହୁଏ ନାହିଁ, ନା ଗର୍ଭ ଜେଲର ଦଣ୍ଡ ମିଳେ, ନା ଧର୍ମରାଜପୁରୀର ଦଣ୍ଡ ମିଳେ। ଗର୍ଭ ମହଲରେ ମଧ୍ୟ ବହୁତ ସୁଖୀ ହୋଇ ରୁହନ୍ତି। ଏଠାରେ ତ ଗର୍ଭ ଜେଲରେ ଦଣ୍ଡ ଭୋଗ କରିବାକୁ ପଡ଼େ। ଏଇ ସବୁ କଥା ତୁମେ ପିଲାମାନେ ଏବେ ଜାଣୁଛ। ବାକି ଶାସ୍ତ୍ରରେ ସଂସ୍କୃତରେ ଶ୍ଲୋକ ଆଦି ମନୁଷ୍ୟମାନେ ଲେଖିଛନ୍ତି। ପଚାରୁଛନ୍ତି ଯେ ସତ୍ୟ ଯୁଗରେ ଯେଉଁ ଭାଷା ରହିବ, ବାବା ବୁଝାଉଛନ୍ତି ଦେବତାମାନଙ୍କର ଯେଉଁ ଭାଷା ହୋଇଥିବ ତାହା ହିଁ ଚାଲିବ। ସେଠାରେ ଯେଉଁ ଭାଷା ହେବ ତାହା ଅନ୍ୟ କେଉଁଠି ରହିବ ନାହିଁ। ଏପରି ହୋଇପାରିବ ନାହିଁ କି ସେଠାରେ ସଂସ୍କୃତ ଭାଷା ରହିବ। ଦେବତା ଏବଂ ପତିତ ମନୁଷ୍ୟମାନଙ୍କର ଭାଷା ଏହା ହୋଇପାରିବ ନାହିଁ। ସେଠାକାର ଯେଉଁ ଭାଷା ହୋଇଥିବ ତାହା ବି ପ୍ରଚଳିତ ହେବ। ଏହା ପଚାରିବା ଦରକାର ନାହିଁ। ପ୍ରଥମେ ଶାସ୍ତ୍ରଙ୍କ ଦ୍ୱାରା ବାବା କହିଲେ ପ୍ରଥମେ ବାବାଙ୍କ ଠାରୁ ବର୍ଷାତ ନେଇନିଅ। କଳ୍ପ ପୂର୍ବେ ଯାହା ହୋଇଥିବ ତାହା ହିଁ ହେବ। ଏହା ପଚାରିବା ଦରକାର ନାହିଁ। ପ୍ରଥମେ ବାବାଙ୍କ ଠାରୁ ବର୍ଷାତ ନେଇନିଅ। କଳ୍ପ ପୂର୍ବେ ଯାହା ହୋଇଥିବ ତାହା ହିଁ ହେବ। ପ୍ରଥମେ ବର୍ଷା ନିଅ, ଅଲଗା କିଛି କଥା ପଚାର ହିଁ ନାହିଁ। ଆଚ୍ଛା, 84 ଜନ୍ମ ନ ହେଉ, 80 ବା 82 ହେଉ, ତୁମେ ଏହି କଥାକୁ ଛାଡ଼ିଦିଅ। ବାବା କହୁଛନ୍ତି ଅର୍ଥାତ ଭଗବାନଙ୍କୁ ମନେ ପକାଅ। ବାସ୍ତବରେ ସ୍ୱର୍ଗର ବାଦଶାହୀ ମିଳୁଛି ନା? ଅନେକ ଥର ତୁମେ ସ୍ୱର୍ଗର ବାଦଶାହୀ ନେଉଛ। ଉପରକୁ ତଳକୁ ଓହ୍ଲାଇବା ତ ପଡ଼ିବ ନା। ଏବେ ତୁମେ ମାଷ୍ଟର ଜ୍ଞାନର ସାଗର
ମାଷ୍ଟର ସୁଖର ସାଗର ହେଉଛି। ବାବା କହିଲେ ଏବେ ତୁମେ ମାଷ୍ଟର ଜ୍ଞାନର ସାଗର, ମାଷ୍ଟର ସୁଖର ସାଗର ହେଉଛ। ତୁମେ ପୁରୁଷାର୍ଥୀ ଅଟ। ବାବା ତ ସମ୍ପୂର୍ଣ୍ଣ ଅଟନ୍ତି। ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ପିଲାମାନଙ୍କ ପାଖରେ ମଧ୍ୟ ଅଛି, କିନ୍ତୁ ତୁମକୁ ସାଗର କୁହାଯିବ ନାହିଁ। ସାଗର ତ ଜଣେ ଅଟନ୍ତି, କେବଳ ଅନେକ ନାମ ରଖିଦେଇଛନ୍ତି। ବାକି ତୁମେ ହେଉଛ ଜ୍ଞାନର ସାଗରରୁ ବାହାରିଥିବା ନଦୀମାନେ। ତୁମେ ହେଉଛ ମାନସରୋବର। ନଦୀ ଗୁଡ଼ିକର ନାମ ମଧ୍ୟ ଅଛି। ବ୍ରହ୍ମପୁତ୍ର ବହୁତ ବଡ଼ ନଦୀ ଅଟେ। କଲିକତାରେ ନଦୀ ଏବଂ ସାଗରର ସଙ୍ଗମ ହୋଇଛି। ତାହାର ନାମ ହେଉଛି ଡାଏମଣ୍ଡ ହାର୍ବର। ତୁମେ ବ୍ରହ୍ମା ମୁଖବଂଶାବଳୀ ହୀରା ଭଳି ହେଉଛ। ବହୁତ ବଡ଼ ମେଳା ଲାଗିଥାଏ। ବାବା ଏହି ବ୍ରହ୍ମାଙ୍କ ଶରୀରରେ ଆସି ପିଲାମାନଙ୍କର ସହିତ ମିଶୁଛନ୍ତି। ଏସବୁ ବୁଝିବାକୁ ହେବ। ପୁଣି ବି ବାବା କହୁଛନ୍ତି ମନ୍ମନା ଭବ। ବାବାଙ୍କୁ ସ୍ମୃତିରେ ରଖିଥାଅ। ସିଏ ହେଉଛନ୍ତି ପରମ ପ୍ରିୟ, ସର୍ବ ସମ୍ବନ୍ଧର ସାକାରିଣୀ। ଆଉ ସବୁ ସମ୍ବନ୍ଧୀ ହେଉଛନ୍ତି ବିକାରୀ। ତାଙ୍କଠାରୁ ଦୁଃଖ ମିଳିଥାଏ। ବାବା ତୁମକୁ ସବୁର ପ୍ରତିବଦଳରେ ସବୁ ସମ୍ବନ୍ଧର ସ୍ନେହ ଦେଇଥାନ୍ତି, କେତେ ସୁଖ ଦେଇଥାନ୍ତି। ଆଉ କେହି ଏତେ ସୁଖ ଦେଇପାରିବେ ନାହିଁ। ଯଦି କେହି ଦିଅନ୍ତି ତେବେ ତାହା ଅଳ୍ପ କାଳ ପାଇଁ, ଯାହାକୁ ହିଁ ସନ୍ନ୍ୟାସୀମାନେ କାକବିଷ୍ଟା ସହିତ ସମାନ ସୁଖ ବୋଲି କହିଛନ୍ତି। ଦୁଃଖ ଧାମରେ ତ ନିଶ୍ଚୟ ଦୁଃଖ ହିଁ ହେବ। ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ଅନେକ ଥର ଏହି ଅଭିନୟ କରିଛୁ, କିନ୍ତୁ ଆମେ ଉଚ୍ଚ ପଦ କିପରି ପାଇବା ତାହାର ଚିନ୍ତା ରହିବା ଦରକାର। ବହୁତ ପୁରୁଷାର୍ଥ କରିବାର ଅଛି, ଯେପରିକି ମୁଁ ସେଠାରେ ଫେଲ ହୋଇନଯାଏ। ଭଲ ନମ୍ବର ରଖି ପାସ୍ ହେଲେ ଉଚ୍ଚ ପଦ ପାଇବ, ଆଉ ଖୁସି ମଧ୍ୟ ହେବ। ନିଜର ଯୋଗ ଅନୁସାରେ ପଦ ପାଇବ। ସମସ୍ତେ ଏକା ଭଳି ହୋଇପାରିବେ ନାହିଁ। ବହୁତ ଗୋପୀମାନେ ଅଛନ୍ତି ଯିଏ ବି କେବଳ ମଧ୍ୟ ବାବାଙ୍କ ସହିତ ମିଶି ନାହାନ୍ତି। ବାବାଙ୍କ ସହିତ ମିଶିବା ପାଇଁ ଛଟପଟ ହେଉଛନ୍ତି। ସାଧୁ ସନ୍ନ୍ୟାସୀମାନଙ୍କ ପାଖରେ ଛଟପଟ ହେବାର କଥା କିଛି ନଥାଏ। ଏଠାରେ ତ ଶିବ ବାବାଙ୍କ ସହିତ ମିଶିବା ପାଇଁ ଆସୁଛନ୍ତି। ଆଶ୍ଚର୍ଯ୍ୟଜନକ କଥା ନା? ଘରେ ବସି ମନେ ପକାଉଛନ୍ତି, ଶିବ ବାବା ଆମେ ଆପଣଙ୍କର ସନ୍ତାନ ଅଟୁ। ଆତ୍ମାର ସ୍ମୃତି ଆସୁଛି। ତୁମେ ସନ୍ତାନମାନେ ଜାଣୁଛ ଆମେ ଶିବ ବାବାଙ୍କ ଠାରୁ କଳ୍ପ କଳ୍ପ ବର୍ଷ ନେଉଛୁ। ସେହି ବାବା ପୁଣି କଳ୍ପ ପରେ ଆସିଛନ୍ତି, ତେଣୁ ନ ଦେଖି ରହିପାରିବେ ନାହିଁ। ଆତ୍ମା ଜାଣୁଛି ଯେ ବାବା ଆସିଛନ୍ତି। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ କିଛି ବି ଜାଣନ୍ତି ନାହିଁ। ଶିବ ବାବା ଆସି ପଢ଼ାଉଛନ୍ତି, ଏକଥା କିଛି ବି ଜାଣନ୍ତି ନାହିଁ। ନାମକୁ ମାତ୍ର ଶିବ ଜୟନ୍ତୀ ପାଳନ କରୁଛନ୍ତି, ଛୁଟି ମଧ୍ୟ କରୁନାହାନ୍ତି। ଯିଏ ସମ୍ପତ୍ତି ଦେଇଛନ୍ତି ତାଙ୍କର କିଛି ମହତ୍ଵ ରଖିନାହାନ୍ତି, ଆଉ ଯାହାଙ୍କୁ ବର୍ଷ ଦେଇଛନ୍ତି ତାଙ୍କର ନାମ ପ୍ରଖ୍ୟାତ କରି ଦେଇଛନ୍ତି। ବାବା ଖାସ୍ ଭାରତକୁ ଆସି ସ୍ୱର୍ଗ କରିଛନ୍ତି, ବାକି ସମସ୍ତଙ୍କୁ ମୁକ୍ତି ଦେଉଛନ୍ତି। ସମସ୍ତେ ମଧ୍ୟ ମୁକ୍ତି ଚାହାନ୍ତି। ତୁମେ ଜାଣୁଛ ମୁକ୍ତି ପରେ ଜୀବନ ମୁକ୍ତି ମିଳିବ। ବାବା ଆସି ମାୟାର ବନ୍ଧନରୁ ମୁକ୍ତ କରୁଛନ୍ତି। ବାବାଙ୍କୁ ସମସ୍ତଙ୍କର ସଦ୍ଗତି ଦାତା ବୋଲି କୁହାଯାଏ। ଜୀବନ ମୁକ୍ତି ତ ସମସ୍ତଙ୍କୁ
ପୁରୁଷାର୍ଥର କ୍ରମାନୁସାରେ ମିଳିଥାଏ। ବାବା କହୁଛନ୍ତି ଏହା ହେଉଛି ପତିତ ଦୁନିଆ, ଦୁଃଖଧାମ। ସତ୍ୟ ଯୁଗରେ ତୁମକୁ କେତେ ସୁଖ ମିଳିଥାଏ, ତାହାକୁ ସ୍ୱର୍ଗ କୁହାଯାଏ। ଆଲ୍ଲାହ କାହିଁକି ବହିସ୍ତ ରଚନା କରିଥିଲେ? କେବଳ କ'ଣ ନା ମୁସଲମାନ ମାନଙ୍କର ପାଇଁ ରଚନା କରିଥିଲେ। ନିଜ ନିଜ ଭାଷାରେ କେହି ସ୍ୱର୍ଗ କହୁଛନ୍ତି, କେହି ବହିସ୍ତ କହୁଛନ୍ତି। ତୁମେ ଜାଣିଛ ସ୍ୱର୍ଗରେ କେବଳ ଭାରତ ହିଁ ରହିବ। ଏହି ସବୁ କଥା ପୁରୁଷାର୍ଥର କ୍ରମାନୁସାରେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ରହିଛି। ଜଣେ ମୁସଲମାନ ମଧ୍ୟ କହୁଥିଲେ, ମୁଁ ଆଲ୍ଲାହଙ୍କ ବଗିଚାକୁ ଗଲି। ଏସବୁ ସାକ୍ଷାତକାର ହୋଇଥାଏ। ପ୍ରଥମରୁ ହିଁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଡ୍ରାମାରେ ଯାହା କିଛି ହୁଏ ସେକେଣ୍ଡ ପାସ୍ ହେଲା ବୋଲି କହିବା, ଯାହାକି କଳ୍ପ ପୂର୍ବେ ମଧ୍ୟ ହୋଇଥିଲା। କାଲି କ'ଣ ହେବ ଏହା ଜଣା ନାହିଁ। ଡ୍ରାମା ଉପରେ ନିଶ୍ଚୟ ରହିବା ଉଚିତ, ଯାହାଦ୍ୱାରା କିଛି ଚିନ୍ତା ରହିବ ନାହିଁ। ଆମକୁ ତ ବାବା ହୁକୁମ ଦେଉଛନ୍ତି ଯେ ମୋତେ ମନେ ପକାଅ ଏବଂ ନିଜର ବର୍ଷାକୁ ମନେ ପକାଅ। ସମସ୍ତଙ୍କୁ ତ ମରିବାକୁ ହିଁ ପଡ଼ିବ। କେହି ଜଣେ ଜଣକ ପାଇଁ କାନ୍ଦି ପାରିବ ନାହିଁ। ମୃତ୍ୟୁ ଆସିଲା ଆଉ ଗଲେ, କାନ୍ଦିବାକୁ ଫୁରୁସତ ନଥିବ, ଶବ୍ଦ ହିଁ ବାହାରିବ ନାହିଁ। ଆଜିକାଲି ତ ମନୁଷ୍ୟ ପାଉଁଶକୁ ନେଇ ମଧ୍ୟ କେତେ ପରିକ୍ରମା କରୁଛନ୍ତି। କେତେ ଭାବନା ରହିଛି, କେବଳ ସମୟ ନଷ୍ଟ। ଏଥିରେ କ'ଣ ହେବ? ମାଟି ମାଟିରେ ମିଶିଯିବ। ଏହା ଦ୍ୱାରା କ'ଣ ଭାରତ ପବିତ୍ର ହୋଇଯିବ? ପତିତ ଦୁନିଆରେ ପତିତ କର୍ମ ହିଁ କରିବ। ଦାନ ପୁଣ୍ୟ ଆଦି ମଧ୍ୟ କରି ଆସୁଛନ୍ତି। ତାହା ଦ୍ୱାରା ଭାରତ କ'ଣ ପାବନ ହୋଇଛି? ସିଡ଼ିରୁ ଓହ୍ଲାଇବାର ହିଁ ଅଛି। ସତ୍ୟ ଯୁଗରେ ସୂର୍ଯ୍ୟବଂଶୀ ହେଲେ, ପୁଣି ସିଡ଼ି ଓହ୍ଲାଇବାକୁ ପଡ଼ିଲା। ଧୀରେ ଧୀରେ ତଳକୁ ଆସିଲେ। ଯେତେ ଯଜ୍ଞ ତପ ଆଦି କଲେ ମଧ୍ୟ ପର ଜନ୍ମରେ ଅଳ୍ପ କାଳର ଫଳ ମିଳେ। କେହି ଯଦି ଖରାପ କର୍ମ କରୁଛନ୍ତି, ତେବେ ତାଙ୍କୁ ମଧ୍ୟ ତାହାର ପ୍ରତିବଦଳେ ଫଳ ମିଳିଥାଏ। ବେହେଦର ବାବା ଜାଣିଛନ୍ତି ଯେ ପିଲାମାନଙ୍କୁ ପଢ଼ାଇବାକୁ ଆସିଛନ୍ତି। ଶରୀର ମଧ୍ୟ ସାଧାରଣ ନେଇଛନ୍ତି। କୌଣସି ତିଳକ ଆଦି ଲଗାଇବା ଦରକାର ନାହିଁ। ଭକ୍ତମାନେ ତ ବଡ଼ ବଡ଼ ତିଳକ ଲଗାଇଥାନ୍ତି, କିନ୍ତୁ କେତେ ଠକନ୍ତି। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ଆସି ପିଲାମାନଙ୍କୁ ପାଠ ପଢ଼ାଉଛି। ତେବେ ବାନପ୍ରସ୍ଥ ଅବସ୍ଥା ହେଲା ନା? ଶ୍ରୀକୃଷ୍ଣଙ୍କର ନାମ କାହିଁକି ଦେଲେ? ଏଠାରେ ବିଚାର କରିବାର ମଧ୍ୟ ବୁଦ୍ଧି ନାହିଁ। ଏବେ ବାବା ଠିକ୍ ଭୁଲ ବିଚାର କରିବାର ବୁଦ୍ଧି ଦେଇଛନ୍ତି। ବାବା କହୁଛନ୍ତି, ତୁମେ ଯଜ୍ଞ ତପ ଦାନ ପୁଣ୍ୟ କରିଲ, ଶାସ୍ତ୍ର ପଢ଼ି ଆସିଲ। କ'ଣ ସେହି ଶାସ୍ତ୍ରରେ କିଛି ଅଛି? ମୁଁ ତ ତୁମକୁ ରାଜଯୋଗ ଶିଖାଇ ବିଶ୍ୱର ବାଦଶାହୀ ଦେଲି ନା ଶ୍ରୀକୃଷ୍ଣ ଦେଲେ? ବିଚାର କର। କହୁଛନ୍ତି, ବାବା ଆପଣ ହିଁ ଶୁଣାଇଥିଲେ। ଶ୍ରୀକୃଷ୍ଣ ତ ଛୋଟ ରାଜକୁମାର, ଇଏ କିପରି ଶୁଣାଇବେ? ବାବା, ଆମେ ଆପଣଙ୍କର ରାଜଯୋଗ ଦ୍ୱାରା ହିଁ ଏହିପରି ହେଉଛୁ। ବାବା କହୁଛନ୍ତି, ଶରୀର ଉପରେ ଭରସା ନାହିଁ, ବହୁତ ପୁରୁଷାର୍ଥ କରିବାର ଅଛି। ବାବାଙ୍କୁ ସମାଚାର ଶୁଣାନ୍ତି, ଅମୁକ ବହୁତ ନିଶ୍ଚୟ ବୁଦ୍ଧି ଅଟନ୍ତି। କହୁଛନ୍ତି, ବାବାଙ୍କୁ ସମାଚାର ଶୁଣାଉଛନ୍ତି, ଅମୁକ ବହୁତ ନିଶ୍ଚୟ ବୁଦ୍ଧି ଅଟନ୍ତି। ମୁଁ କହୁଛି, ବିଲକୁଲ ନିଶ୍ଚୟ ନାହିଁ। ଯାହାକୁ ବହୁତ ସ୍ନେହ କଲି, ସିଏ ଆଜି ନାହିଁ। ବାବା ତ ସମସ୍ତଙ୍କ ସହିତ ସ୍ନେହରେ ମିଶୁଛନ୍ତି। ଯେପରି କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ କରିବେ। କେହି କେହି ତ ବିକାରଗ୍ରସ୍ତ ହୋଇ ପୁଣି ଆସି ଲୁଚି ଛପି ବସୁଛନ୍ତି। ବାବା ତ ତୁରନ୍ତ ସନ୍ଦେଶୀଙ୍କୁ ଜଣାଇ ଦିଅନ୍ତି। ଏହିପରି କର୍ମ କରିବା ବାଲା ବହୁତ ନାଚୁକ ସଂବେଦନଶୀଳ ହୋଇ ଚାଲିବେ।
ଆଗକୁ ଚାଲିପାରିବେ ନାହିଁ। ଅନ୍ତ ସମୟରେ ଯଦି କେହି କିଛି କଲେ ତେବେ ଏକଦମ ମାର୍ଶାଲ ଲ ଅର୍ଥାତ୍ କଡ଼ା ନିୟମ ହୋଇଯିବ। ଆଗକୁ ତୁମେ ବହୁତ ଦେଖିବ ବାବା କ'ଣ କ'ଣ କରୁଛନ୍ତି, ବାବା କ'ଣ ଦଣ୍ଡ ଦେବେ। ଧର୍ମରାଜ ଦ୍ୱାରା ଦଣ୍ଡ ଦେଇଥାନ୍ତି। ଜ୍ଞାନରେ ପ୍ରେରଣା କଥା ନାହିଁ। ଭଗବାନଙ୍କୁ ତ ସବୁ ମନୁଷ୍ୟ କହୁଛନ୍ତି, ହେ ପତିତ ପାବନ ଆସ, ଆମକୁ ଆସି ପାବନ କର। ପ୍ରତ୍ୟେକ ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛନ୍ତି। ବାବା ହେଉଛନ୍ତି ଜ୍ଞାନର ସାଗର। ତାଙ୍କ ପାଖରେ ଜ୍ଞାନର ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ଅଛି। ଏହିପରି ଅସ୍ତ୍ରଶସ୍ତ୍ର ଆଉ କାହା ପାଖରେ ନାହିଁ। ଶ୍ରୀକୃଷ୍ଣଙ୍କର ମହିମା ସମ୍ପୂର୍ଣ୍ଣ ଅଲଗା। ବାବାଙ୍କର ଶିକ୍ଷା ଦ୍ୱାରା ଏ ଲକ୍ଷ୍ମୀନାରାୟଣ କିପରି ହେଲେ, ପଢ଼ାଇବା ବାଲା ତ ବାବା ହିଁ ଅଟନ୍ତି। ବାବା ଆସି କର୍ମ ଅକର୍ମ ବିକର୍ମର ଗତି ବୁଝାଉଛନ୍ତି। ଏବେ ତୁମର ତୃତୀୟ ନେତ୍ର ଖୋଲିଛି। ତୁମେ ଜାଣୁଛ ଏହା 5000 ବର୍ଷର କଥା। ଏବେ ଘରକୁ ଯିବାର ଅଛି, ପାଟ ବଜାଇବାର ଅଛି। ଏହା ସ୍ୱଦର୍ଶନ ଚକ୍ର ଅଟେ ନା? ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ କୁଳ ଭୂଷଣ। ପ୍ରଜାପିତା ବ୍ରହ୍ମା କୁମାରୀ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ୱଦର୍ଶନ ଚକ୍ରଧାରୀ ହେବେ। ତୁମେ କେତେ ପାଠ ପଢୁଛ? ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସବୁ ଆତ୍ମାମାନଙ୍କର ଛୋଟିଆ ଦିଲରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ବହୁତ ଶୁକ୍ରିୟା। ବାହା ମିଠା ବାବା, ବାହା ବାହା ଆତ୍ମା, ବାହା ବାହା ଡ୍ରାମା, ବାହା। ଧାରଣା ପାଇଁ ମୁଖ୍ୟ ସାରାଂଶ ଆଜି ବାବା କ'ଣ କହିଛନ୍ତି? 1 ନମ୍ବର ପଏଣ୍ଟ, ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ କୌଣସି ବି ଓଲଟା କର୍ମ କରିବାର ନାହିଁ। କର୍ମ ଅକର୍ମ ବିକର୍ମର ଗତିକୁ ଧ୍ୟାନରେ ରଖି ସର୍ବଦା ଶ୍ରେଷ୍ଠ କର୍ମ କରିବାର ଅଛି। ବାବା ଆଜି କ'ଣ କହିଲେ? ଧାରଣା ପଏଣ୍ଟ 1 ନମ୍ବର ପଏଣ୍ଟ, ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ କୌଣସି ବି ଓଲଟା କର୍ମ କରିବାର ନାହିଁ। କର୍ମ ଅକର୍ମ ବିକର୍ମର ଗତିକୁ ଧ୍ୟାନରେ ରଖି ସର୍ବଦା ଶ୍ରେଷ୍ଠ କର୍ମ କରିବାର ଅଛି। 2 ନମ୍ବର ପଏଣ୍ଟ, ଯୋଗ ଦ୍ୱାରା ସଦା କାଳ ପାଇଁ ନିଜର ଶରୀରକୁ ନିରୋଗୀ ରଖିବାକୁ ହେବ। ଏକମାତ୍ର ପରମ ପ୍ରିୟ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବାଙ୍କ ଠାରୁ ଯେଉଁ ଅବିନାଶୀ ଜ୍ଞାନ ଧନ ମିଳୁଛି ସେଗୁଡ଼ିକୁ ଦାନ କରିବାକୁ ହେବ। ବାବା ଆଜି 2 ନମ୍ବର ପଏଣ୍ଟ କ'ଣ କହିଲେ ନା, ଯୋଗ ଦ୍ୱାରା ସଦା କାଳ ପାଇଁ ନିଜର ଶରୀରକୁ ନିରୋଗୀ ରଖିବାକୁ ହେବ। ଏକମାତ୍ର ପରମ ପ୍ରିୟ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବାଙ୍କ ଠାରୁ ଯେଉଁ ଅବିନାଶୀ ଜ୍ଞାନ ଧନ ମିଳୁଛି ସେଗୁଡ଼ିକୁ ଦାନ କରିବାକୁ ହେବ। ବରଦାନ ଆଜି ବାବା ମୋ ଆତ୍ମାକୁ କ'ଣ ବରଦାନ ଦେଇଛନ୍ତି? ବାବାଙ୍କର ବିଶେଷ ବରଦାନ ହେଉଛି ସହନଶୀଳତାର ଗୁଣ ଦ୍ୱାରା କଠୋର ସଂସ୍କାରକୁ ମଧ୍ୟ ଶୀତଳ କରୁଥିବା ସନ୍ତୁଷ୍ଟ ମଣି ଭବ। ସହନଶୀଳତାର ଗୁଣ ଦ୍ୱାରା କଠୋର ସଂସ୍କାରକୁ ମଧ୍ୟ ଶୀତଳ କରୁଥିବା ସନ୍ତୁଷ୍ଟ ମଣି ଭବ। ଯାହା ଭିତରେ ସହନଶୀଳତାର ଗୁଣ ଥାଏ ତାର ଚେହେରାରେ ସବୁବେଳେ ସନ୍ତୁଷ୍ଟତା ଦେଖାଯାଇଥାଏ ଏବଂ ଯିଏ ସର୍ବଦା ନିଜେ ସନ୍ତୁଷ୍ଟତା ମୂର୍ତ୍ତିତ ହୋଇ ରହିଥାଏ ସେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଦେଇଥାଏ। ତେବେ ସନ୍ତୁଷ୍ଟ ହେବା ଅର୍ଥ ସଫଳତା ପ୍ରାପ୍ତ କରିବା। ଯେଉଁମାନେ ସହନଶୀଳ ହୋଇଥାନ୍ତି ସେମାନେ ନିଜର ସହନଶୀଳତାର ଶକ୍ତି ଦ୍ୱାରା କଠୋର ସଂସ୍କାର ବା କଠିନ କାର୍ଯ୍ୟକୁ ଶୀତଳ ଏବଂ ସହଜ କରିଦେଇଥାନ୍ତି। ସେମାନଙ୍କ ଚେହେରା ହିଁ ଗୁଣର ମୂର୍ତ୍ତି ଭଳି ଦେଖାଯାଏ। ସେହିମାନେ ହିଁ ଡ୍ରାମା ରୂପକ ଢାଲ ଉପରେ ସ୍ଥିର ରହିପାରିବେ। ସ୍ଲୋଗାନ ବାବା ଆଜି ସ୍ଲୋଗାନ କ'ଣ କହିଛନ୍ତି? ଯେଉଁମାନେ ବାଣୀ ଦ୍ୱାରା ପରିବର୍ତ୍ତନ ହେଉନାହାନ୍ତି
ସେମାନଙ୍କୁ ନିଜର ଶୁଭ ଭାବନାର ପ୍ରକମ୍ପନ ଦ୍ୱାରା ପରିବର୍ତ୍ତନ କରିପାରିବ। ଯେଉଁମାନେ ବାଣୀ ଦ୍ୱାରା ପରିବର୍ତ୍ତନ ହେଉନାହାନ୍ତି ସେମାନଙ୍କୁ ନିଜର ଶୁଭ ଭାବନାର ପ୍ରକମ୍ପନ ଦ୍ୱାରା ପରିବର୍ତ୍ତନ କରିପାରିବ। ଅବ୍ୟକ୍ତ ଇଶାରା ମହାନ ହେବା ପାଇଁ ମଧୁରତା ଏବଂ ନର୍ମତାର ଗୁଣକୁ ଧାରଣ କର। ଯେପରି ବ୍ରହ୍ମା ବାବାଙ୍କର ବାଣୀ ଫରିସ୍ତାମାନଙ୍କର ଭଳି ଥିଲା, ଅଳ୍ପ ଏବଂ ମଧୁର ବାଣୀ ଥିଲା, ସେହିପରି ଯଥାର୍ଥ କଥା ହିଁ କୁହ। କର୍ମଧନ୍ଦା କରିବା ପାଇଁ କଥା ତ କହିବାକୁ ପଡ଼ିବ, କିନ୍ତୁ ତାହା ମଧ୍ୟ ଲମ୍ବା ହେବା ଉଚିତ ନୁହେଁ। ପ୍ରତ୍ୟେକ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ପିତାଙ୍କୁ ଅନୁକରଣ କର। ପ୍ରତ୍ୟେକ ବାଣୀରେ ମଧୁରତା ଏବଂ ନର୍ମତାର ରୂପକ ମହାନତା ରଖିବା ଦରକାର। ସେଥିପାଇଁ ନିଜକୁ ନିମିତ୍ତ ମନେକରି ପ୍ରତ୍ୟେକ କାର୍ଯ୍ୟ କର, ତେବେ ଯାଇ ମହାନତା ସହିତ ନର୍ମତା ମଧ୍ୟ ରହିବ ଏବଂ ସଫଳତା ମୂରତ ହୋଇଯିବ। ବାବା କହିଲେ ଆଜି ଅବ୍ୟକ୍ତ ଇଶାରାରେ କ'ଣ ନା, ଯେପରି ବ୍ରହ୍ମା ବାବାଙ୍କର ବାଣୀ ଫରିସ୍ତାମାନଙ୍କ ଭଳି ଥିଲା, ଅଳ୍ପ ଏବଂ ମଧୁର ବାଣୀ ଥିଲା, ସେହିପରି ଯଥାର୍ଥ କଥା ହିଁ କୁହ। କର୍ମଧନ୍ଦା କରିବା ପାଇଁ କଥା ତ କହିବାକୁ ପଡ଼ିବ, କିନ୍ତୁ ତାହା ମଧ୍ୟ ଲମ୍ବା ହେବା ଉଚିତ ନୁହେଁ। ପ୍ରତ୍ୟେକ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ପିତାଙ୍କୁ ଅନୁକରଣ କରେ। ପ୍ରତ୍ୟେକ ବାଣୀରେ ମଧୁରତା ଏବଂ ନର୍ମତା ରୂପକ ମହାନତା ରହିବା ଦରକାର। ସେଥିପାଇଁ ନିଜକୁ ନିମିତ୍ତ ମନେକରି ପ୍ରତ୍ୟେକ କାର୍ଯ୍ୟ କର, ତେବେ ଯାଇ ମହାନତା ସହିତ ନର୍ମତା ମଧ୍ୟ ରହିବ ଏବଂ ସଫଳତା ମୂରତ ହୋଇଯିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍।